ଆରେ ମିତ, ଆଜି କ'ଣ ତୁମେ ଚୁପ୍ ହେଇକି ବସିଛ? କିଛି ଖବର କୁହ। ତୁମେ ଘରକୁ ଯାଇଥିଲ ପରା, କିଛି ତ କୁହ। ହେରା ମିତ କ'ଣ କହିବି କହିଲ? ବାଟରେ ଆସିଲା ବେଳେ ନା ମୋ ସହିତ ବହୁତ ବଡ଼ ଘଟଣା ଘଟିଗଲା ମ, ଯାହାକୁ ମୁଁ ବର୍ଣ୍ଣନା କରିପାରୁନି ଯେ ବହୁତ ବଡ଼ ଘଟଣା। ଆରେ ମିତ, ତୁମେ କିଛି ବି କୁହ। ଆଜି ତୁମ ସାଥିରେ କ'ଣ ଘଟିଛି? କି ପ୍ରକାର ଘଟଣା ଘଟିଲା କହିଲେ ସିନା ମୁଁ ଜାଣିବି। ଶୀଘ୍ର କୁହ। ବାଟ ସାରା ବିଛୁଆ ଡାଳ ବାଜି, ଦେହ ମୋର କୁଣ୍ଡେଇ ହଉଛି, ଗଲଗଲ ଲାଗେ ସଲସଲ ଲାଗେ କୁଣ୍ଡେଇ ହଉଛି, ଗଲଗଲ ଲାଗେ ସଲସଲ ଲାଗେ କୁଣ୍ଡେଇ ହଉଛି। ଆରେ ରଘୁ, ତୁ ଏତେ ଧୀରେ ଧୀରେ କ'ଣ କାଟୁଛୁ? ଦେଖ, ମୋର କେତେ କାଠ ହେଲାଣି। ମୋତେ ଯାହା ଲାଗୁଛି ତୁ ଆଜି ବଜାରକୁ ଯିବୁନି ବୋଧେ, ନା କ'ଣ? ସେଥିପାଇଁ ଧୀରେ ଧୀରେ ଗଛ କାଟ। ଆରେ ନା ନା, ସେମିତି କିଛି କଥା ନାହିଁ। ମୁଁ ଯେତିକି ବି କାଠ ଆଣିଛି ସେତିକି ମୋ ପାଇଁ ଯଥେଷ୍ଟ। ବେଶୀ ନହେଲେ ବି 400-500 ଟଙ୍କା ତ ଆରାମରେ ହେଇଯିବ। ଏତକ ନେଇ ବଜାରରେ ବିକିଲେ ମୁଁ ଘରକୁ ଯିବି। ହଉ, ଠିକ୍ ଅଛି, ସେତିକି କଥା କହ। ଆଉ ଶୀଘ୍ର ଶୀଘ୍ର କାଠ ସବୁକୁ ଧର, ବଜାରକୁ ଯିବା। ନହେଲେ ବଜାର ଯାଇ ଫେରିଲା ବେଳକୁ ସନ୍ଧ୍ୟା ହେଇଯାଇଥିବ, ବୁଝିଲୁ? ଆରେ ହଁ, ତୁ ଠିକ୍ କହିଲୁ। ଚାଲ ଶୀଘ୍ର ଶୀଘ୍ର କାଠ ସବୁ ଏକାଠି କରିବା, ଆଉ ଶୀଘ୍ର ଯାଇ ବଜାରରେ ବିକ୍ରି କରିବା। ତାହେଲେ ଯାଇ ତ କିଛି ସଉଦା ନେଇକି ଘରକୁ ଯିବା ନା। ଘରେ ସେଆଡ଼େ ରୋଷେଇ କରିବା ପାଇଁ ଘରେ କିଛି ନଥିବ। ଚାଲ ଶୀଘ୍ର ଚାଲ ଯିବା ଚାଲ। ଆରେ ଏ ମଣିଷମାନେ ଆମ ଜଙ୍ଗଲକୁ ତାହେଲେ କାଟିକି ସଫା କରିସାରିଲେଣି। ଏବେ ଆଉ ନୁହଁ, ମୋତେ ଶୀଘ୍ର ଯାଇ ଏ ବିଷୟରେ ମହାରାଜାଙ୍କୁ ଜଣାଇବାକୁ ପଡ଼ିବ। ମୁଁ ଯାଏ ଶୀଘ୍ର ଶୀଘ୍ର, ନହେଲେ ମହାରାଜା ଅଲଗା କୁଆଡ଼େ ଚାଲିଯିବେ। ସାଙ୍ଗ ଦେଖରେ, ଲାଗୁଛି ବାଘ, ହାତୀ, ଭାଲୁ ସବୁ ଜୀବଜନ୍ତୁ ମିଶି ରଡ଼ି ଛାଡ଼ିଲେଣି। ଏମିତି ଲାଗୁଛି ଯେମିତି ସଙ୍ଗେ ସଙ୍ଗେ ଆସି ଆମକୁ ମାରିକି ଖାଇଯିବେ। ଚାଲ ଚାଲ ଶୀଘ୍ର ଏଠୁ ବାହାରିକି ପଳେଇବା। ଚାଲ, ଯେତେ ଶୀଘ୍ର ହବ ପଳେଇବା। ଆରେ ରଘୁ, ଚାଲ ଶୀଘ୍ର ଦୌଡ଼ିକି ପଳେଇବା। କାଠ ନହେଲେ ନାହିଁ ପଛେ ଜୀବନଟା ବଞ୍ଚିଯାଉ। ଏ ଯେଉଁ ଭଳିଆ ପରିସ୍ଥିତି ହେଲାନ ନା, ଚାଲ ଚାଲ ଶୀଘ୍ର ପଳେଇବା। ଆରେ ତୁ ଦୌଡ଼ିବା ଆରମ୍ଭ କରରେ, ମୁଁ ତ କେତେବେଳୁ ଦୌଡ଼ିବା ଆରମ୍ଭ କରିସାରିଲିଣି। ଯେତେ ଶୀଘ୍ର ପାରୁଛୁ ଦୌଡ଼ିକି ଆସ, ନହେଲେ ତୋତେ ସେମାନେ ଖାଇଯିବେ। ଜଲ୍ଦି ଜଲ୍ଦି ଦୌଡ଼ୁ, ଶୀଘ୍ର ଗାଁରେ ପହଞ୍ଚିବାର ଅଛି, ନହେଲେ ସଫା ଖାଇଯିବେ ରେ। ହେ ଭାଇ, ମୋତେ ତୁ ଛାଡ଼ି ଏକା ଯାନା ରେ ଭାଇ। ଟିକେ ମୋତେ ଅପେକ୍ଷା କର, ଏମାନେ ସବୁ ମୋତେ ନହେଲେ ଖାଇଯିବେ ଯେ। ଟିକେ ଅପେକ୍ଷା କର ରେ ଭାଇ। ଆଉ ସମ୍ଭାଳି ହେବ ନାହିଁ। ବର୍ତ୍ତମାନ ଯାଇ ସମସ୍ତ ଜୀବଜନ୍ତୁ ମଣିଷ ବସ୍ତି ଉପରେ ଆକ୍ରମଣ କର। ସେମାନେ ମଧ୍ୟ ଜାଣିବା ଦରକାର କାହାର ଘର ଭାଙ୍ଗିଲେ କେତେ କଷ୍ଟ ଲାଗେ। ଯାହା ମିଳିବ ସମସ୍ତ ଜିନିଷକୁ ଖାଇ ଚାଲିବ, କିନ୍ତୁ କୌଣସି ଶିଶୁ ଓ ବୃଦ୍ଧମାନଙ୍କର ଯେମିତି କୌଣସି କ୍ଷତି ନ ହୁଏ ସେଥିପ୍ରତି ଧ୍ୟାନ ଦେବ। ଠିକ୍ ଅଛି ମଣିମା, ସେଥିପ୍ରତି ଆମେ ନିଶ୍ଚୟ ଧ୍ୟାନ ଦେବୁ। ଭାଇମାନେ ଚାଲ ସମସ୍ତେ ଆମେ ବି ଦେଖେଇଦେବା ଆମେ ଜଙ୍ଗଲର ଜୀବଜନ୍ତୁମାନେ ସବୁ କ'ଣ କରିପାରିବା। ଆମ ରାଗିଲେ ଦୁନିଆ ମଧ୍ୟ ପ୍ରଳୟ ହୋଇଯାଇପାରେ। ଚାଲ ସମସ୍ତେ ଏଥର ଗାଁ ମୁଖା ହେଇଯିବା ସମସ୍ତେ। ଆରେ ମିତ, ଦେଖ କେତେ କଦଳୀ ପାଚିଛି। ଆଜି ତ ମୋର ମଏ ମଏ। ଆଜି ପୁରା ପେଟ ଭରିକି ଖାଇବି, ଆଉ ନେଇକି ବି ଯିବି, ବୁଝିଲ? ଆରେ ମିତ, ଯାହା ମିଳୁଛି ତାହା ଖାଇ ଚାଲ। ଖାଲି କଦଳୀ କ'ଣ ଦେଖୁଛ? ଏଠାରେ କେତେ କେତେ ଫଳ ପନିପରିବା ସବୁ ମିଳୁଛି। ସବୁ ଖାଇ ଚାଲ, କିଛି ବି ଛାଡ଼ନି, ସଫା କରିଦେବା ସବୁ। ତୁମେ ପୁରାପୁରି ଠିକ୍ କହିଲ ମିତ। ଏଥର ଆମକୁ ମାଡ଼ି ଚାଲିବାକୁ ହେବ। ଚାଲ ଶୀଘ୍ର ଚାଲ, ଚାଲ ଚାଲ। ଓ, ବହୁତ ଦିନରୁ ଦେଶୀ କୁକୁଡ଼ା ମାଂସ ଟିକେ ପାଟିରେ ପଡ଼ିନି। ଆଜି ହାବୁଡ଼ରେ ପଡ଼ିଛି ମାନେ ଗୋଟା ଗିଳିଦେବି, କିଛି ବି ଛାଡ଼ିବିନି। ଯାହା ହେଉ ଭଗବାନ ଦେଇଛନ୍ତି। ଜୟ ସିଂହରାଜଙ୍କର ଜୟ। ଆରେ ଇଏ କ'ଣ? ତ ଧୀରେ ଧୀରେ ଉଡ଼ିବାକୁ ପଡ଼ିଲା। ଉଡ଼ିଲା ଉଡ଼ିଲା ଉଡ଼ିଲା, ଆଉ ଧର କିଏ ଧରରେ। ଯିଏ ତ ଯାହା ପାଇଲା ସବୁ ଖାଇଗଲେ। ମୁଁ ଯାହା ଖାଲି ଛିଡ଼ା ହେଇକି ଦେଖୁଛି।
ଯାଏ ଦେଖେ ମୋତେ କ'ଣ ମିଳୁଛି ଖାଇବା ପାଇଁ। ଯାଏ ମିତ୍ର, ଦେଖ ଏଇ ଗଛ ଉପରେ କେମିତି ଗୋଟେ ମଣିଷ ଡରିକି ବସିଛି। ଯିଏ ଦିନେ ଗଛ କାଟିକି ସଫା କରୁଥିଲା, ସେ ଆଜି ନିଜ ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ବସିଛି। ଏରା ମିତ, ତମେ ଠିକ୍ କହିଲ ମ। ଏ ମଣିଷମାନେ ଗଛ କାଟିକି ସଫା କଲେ ତ କଲେ, ଆଉ ପୁଣି ପାଣିକୁ ମଧ୍ୟ ଏତେ ଦୂଷିତ କଲେଣି ଯେ ଆଉ ପାଣିରେ ମଧ୍ୟ ରହିବା ସମ୍ଭବ ନୁହେଁ। କ'ଣ କରିବ କହିଲ? କେତେ ଅମଣିଷ ହୋଇଗଲେଣି ଏମାନେ। ତମେ ଠିକ୍ କଥା କହିଲ ଭାଇମାନେ। ଚାଲ ଏଥର ସମସ୍ତେ ସହର ମୁହାଁ ହେବା। ସହରର ଲୋକମାନଙ୍କୁ ମଧ୍ୟ ଉଚିତ ଶିକ୍ଷା ଦେବା, ନହେଲେ ସେମାନେ ଅଧିକରୁ ଅଧିକ ଉତ୍ପାଦ ହୋଇ ଚାଲିବେ। ସେମାନଙ୍କୁ ମଧ୍ୟ ଶିକ୍ଷା ଦେବା ଦରକାର। ଶୁଣ ଭାଇମାନେ, ଦିନେ ଏହି ଜାଗାରେ ଆମ ପୂର୍ବପୁରୁଷ ବସବାସ କରୁଥିଲେ, କିନ୍ତୁ ଏ ମଣିଷମାନେ ନିଜର ସ୍ୱାର୍ଥ ପୂରଣ କରିବାକୁ ଯାଇ ସମ୍ପୂର୍ଣ୍ଣ ଜଙ୍ଗଲକୁ କାଟି ନଷ୍ଟ କରିଦେଲେ। ଆଉ ବଡ଼ ବଡ଼ କୋଠା କାରଖାନା ସବୁ ତିଆରି କରିଦେଲେ। ଏବେ ଯାହା କିଛି ଅଳ୍ପ ଜଙ୍ଗଲ ରହିଛି ତାହାକୁ ମଧ୍ୟ କାଟିବାରେ ଲାଗିଛନ୍ତି। ତାକୁ ବଞ୍ଚାଇବା ଆମ କର୍ତ୍ତବ୍ୟ। ତେଣୁ ଡେରି ନକରି ଆକ୍ରମଣ କର। ଏମାନେ ମଧ୍ୟ ଜାଣିବା ଦରକାର କ'ଣ ସେମାନଙ୍କ ପ୍ରତି ଆମେ କରିପାରିବା। ଦେଖ ମିତ, ଆଗରୁ ଗୋଟେ ମଣିଷ ଚାଲି ଚାଲି ଆସୁଛି, ଚାଲ ତାକୁ ଡରେଇବା। ଏମିତି ଡରେଇବା ଯେ ସେ ଡରିକି ଯେମିତି ଏ ଜାଗା ଛାଡ଼ି ପୁରା ପଳେଇବ, ଆଉ କେବେ ବି ଆସିବନି। ଚାଲ ଶୀଘ୍ର ଚାଲ। ହେ ମଣିଷ, ଆଜି ତୋର ଆଉ ନିସ୍ତାର ନାହିଁ। ତତେ ଆମେ ସମସ୍ତେ ଆଜି ମିଶିକି ମାରିବୁ। ସମସ୍ତ ମଣିଷମାନଙ୍କୁ ବନ୍ଦୀ କରିନିଅ, ଆଉ ଡେରି କର ନାହିଁ। ଶୀଘ୍ର ଚାଲ ଏମାନଙ୍କୁ ନେଇ ମହାରାଜ ସିଂହଙ୍କ ପାଖରେ ହାଜର କରିବା। ସେମାନେ ଏମାନଙ୍କର ଉଚିତ ଦଣ୍ଡ ଦେବେ। ଚାଲ। ଆରେ ହେ ମୂର୍ଖ ମଣିଷ, ତମେ ମାନେ କ'ଣ ପାଗଳ ହୋଇଗଲଣି? ଜଙ୍ଗଲକୁ କାଟି ଧ୍ୱଂସ କରିବାରେ ଲାଗିଛ। ଜଙ୍ଗଲ କାଟିବା ଦ୍ୱାରା ଆମର ତ ଯାହା କ୍ଷତି ହେବା କଥା ହେବ, କିନ୍ତୁ ଆମଠାରୁ ବଳିକି ତ ତୁମମାନଙ୍କର କ୍ଷତି ହେବ। ବେଳ ଥାଉ ସୁଧୁରି ଯାଅ, ନଚେତ୍ ଭବିଷ୍ୟତରେ ବହୁତ ପସ୍ତେଇବ। ଆମକୁ କ୍ଷମା କରିଦିଅନ୍ତୁ ମହାରାଜ, ଆମେ ଆମର ଭୁଲ ବୁଝିପାରିଛୁ। ଏଥର ଆମେ ଜଙ୍ଗଲକୁ ରକ୍ଷା କରିବୁ, ଆଉ ଗଛ କାଟିବୁନି। ଜଙ୍ଗଲ ହିଁ ଆମର ଜୀବନ ବୋଲି ଆଜି ଆମେ ଜାଣିପାରିଛୁ। ନିଶ୍ଚିତ ଭାବରେ ଏଥର ଆମେ ସମସ୍ତଙ୍କୁ ବୁଝେଇବୁ, ଜଙ୍ଗଲ କାଟିଲେ ଆମର ହିଁ କ୍ଷତି ହେବ। ଆମକୁ କ୍ଷମା କରି ଏଥର ଛାଡ଼ି। ହଁ ଦର୍ଶକ ବନ୍ଧୁ, ଆପଣମାନେ ମଧ୍ୟ ଜାଣି ରଖନ୍ତୁ, ଗଛ ହେଲା ଆମ ଜୀବନ। ଗଛ ନ ରହିଲେ ଆମକୁ ଅମ୍ଳଜାନ କେଉଁଠୁ ମିଳିବ? ଜଙ୍ଗଲ ଥିବା ଯୋଗୁଁ ବର୍ଷା ହେଉଛି। ଆଉ ଆମେ ଯଦି ଜଙ୍ଗଲକୁ ରକ୍ଷା ନ କରିବା, ତାହେଲେ ଆମ ଆସନ୍ତା ପିଢ଼ି ବହୁତ କ୍ଷତି ସହିବେ। ତେଣୁ ଆମେ ଆଜି ଶପଥ ନେବା, ଜଙ୍ଗଲକୁ କେମିତି ରକ୍ଷା କରିବା।